ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ କଳା ଫିତାର ବହୁତ ମହତ୍ତ୍ୱ ରହିଛି। କଳା ଫିତାକୁ ଦେହରେ ଧାରଣ କରିବା ଦ୍ୱାରା ଆପଣ ସବୁ ଖରାପ ନଜରରୁ ବଞ୍ଚି ରହିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରରେ କଳା ଫିତା ଆପଣ ଠିକ୍ ଜାଗାରେ ଧାରଣ କରିବା ଦ୍ୱାରା ଆପଣ ବହୁତ ଧନୀ ହୋଇପାରିବେ। ଯଦି ଆପଣ କଳା ଫିତା ପିନ୍ଧୁଛନ୍ତି ତାହେଲେ ଏହି ଜାଗାରେ ପିନ୍ଧନ୍ତୁ, ଯେଉଁଥିରେ କି ଆପଣ ଧନୀ ହୋଇପାରିବେ। ଆପଣ ଗୋଟିଏ କଳା ଫିତା ଆଣି ସେଥିରେ 9ଟି ଗଣ୍ଠି ପକାଇ ଦିଅନ୍ତୁ ଓ ସେହି ସୂତାକୁ ଆପଣ ଆପଣଙ୍କ ଡାହାଣ ହାତର ବାହୁରେ ବାନ୍ଧି ଦିଅନ୍ତୁ। ଏହାକୁ ଆପଣ ଶନିବାର ଓ ମଙ୍ଗଳବାର ଦିନ ହିଁ ବାନ୍ଧନ୍ତୁ। ଏହାକୁ ଆପଣ 3ରୁ 4 ସପ୍ତାହ ବାନ୍ଧି ରଖନ୍ତୁ। ଏହାକୁ ଧାରଣ କରିବା ଦ୍ୱାରା ଆପଣଙ୍କର ବହୁତ ଫାଇଦା ହୋଇଥାଏ। ଏହାକୁ ଆପଣ ପିନ୍ଧିବାର ଗୋଟିଏ ସପ୍ତାହ ମଧ୍ୟରେ ପ୍ରଭାବ ଦେଖିବାକୁ ପାଇବେ। ଶନିଦେବ ସମସ୍ତଙ୍କୁ ତାଙ୍କର କର୍ମ ଅନୁସାରେ ଫଳ ଦେଇଥାନ୍ତି। ଯଦି ଆପଣଙ୍କର କୁଣ୍ଡଳୀରେ ଶନିଦେବଙ୍କ ସ୍ଥିତି ଖରାପ ସ୍ଥିତିରେ ଥାଆନ୍ତି, ତେବେ ଆପଣ ଶନିବାର ଦିନ ଶନି ଠାକୁରଙ୍କୁ ରାଶିର ତେଲ ଚଢ଼ାଇବା ଦରକାର। ଯେଉଁମାନେ ଏହି ଉପାୟକୁ ଠିକ୍ ଭାବେ କରିଥାନ୍ତି ସେମାନଙ୍କୁ ଶନିଦେବଙ୍କ ଅଶେଷ କୃପା ମିଳିଥାଏ। ଶନିଦେବଙ୍କୁ ରାଶି ତେଲ ଚଢ଼ାଇବା ଦ୍ୱାରା ଶନିଦେବ ଶୀଘ୍ର ପ୍ରସନ୍ନ ହୋଇ ଭକ୍ତକୁ ବିପଦ ମୁକ୍ତ କରିଥାନ୍ତି। ଶନିଦେବଙ୍କୁ ଲୁହାର ବାସନରେ ରାଶି ତେଲ ଚଢ଼ାଇଲେ ଏହା ଅତି ଶୁଭ ହୋଇଥାଏ। ତେଣୁ ତେଲ ଚଢ଼ାଇବା ପୂର୍ବରୁ ଆପଣ ତେଲରେ ଆପଣଙ୍କ ମୁହଁକୁ ଥରେ ଦେଖିନେବା ଦରକାର। ଏହାଦ୍ୱାରା ଶନିଦେବ ଆପଣଙ୍କୁ ସବୁ ଦୋଷରୁ ମୁକ୍ତି ଦେଇଥାନ୍ତି। ତେଲ ଚଢ଼ାଇବା ବେଳେ ଆପଣ ଶନିଦେବଙ୍କ ପାଦକୁ ଚାହିଁବା ଦରକାର। ତେଲ ଚଢ଼ାଇ ସାରି ଆପଣ ଆପଣଙ୍କ ଇଚ୍ଛାରେ କିଛି ଦାନ ଦେବା ଦରକାର। ଏହି ଦାନ ଆପଣ କୌଣସି ଅସହାୟ ଭିକାରୀକୁ ଦେବା ଦରକାର। ଶନିବାର ଦିନ ଆପଣ ଗୋଟିଏ କଳା ଫିତା ନେଇ ଶନି ମନ୍ଦିରରେ ଚଢ଼େଇ 9ଟି ଗଣ୍ଠି ପକାଇ ନିଜ ଡାହାଣ ହାତରେ ବାନ୍ଧିଲେ ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ। ଜୀବନରେ ଆପଣ ଉନ୍ନତି ମଧ୍ୟ ବହୁତ ଶୀଘ୍ର କରିପାରନ୍ତି। କାହାର ଖରାପ ନଜର ଆପଣଙ୍କ ଉପରେ ପଡ଼ିପାରିନଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।